ପିଲାମାନେ ଆଜି ଆମେ ମଣିଷ ଭାଇ କବିତାର ତୃତୀୟ ଏବଂ ଚତୁର୍ଥ ପଦ ଦୁଇଟିକୁ ଆବୃତ୍ତି କରିବା ଏବଂ ଭାବାର୍ଥ କରିବା। ଦେଖ ପିଲେ, ଶୁଣ ଶୁଣ ବିଶ୍ୱବାସୀ କର ମୋର ଶୁଭ ଭୁବନ ଏଇଟି କର ମୋରେ ଶ୍ରମ ରାଶି ଉଠ ଦେବ ତେଜେ ତେଜେ ଲାଜ ଭୟ ଅପମାନ ଅହମିକା ଅସୁତ ଦେବତ ପରୀକ୍ଷାରେ ଜୟୀ ଲଭ ବିରୋଧର ଟୀକା ଋଣୀ କର ଭବରାଣୀ ତାଙ୍କ ରଜା ଚରା ଚର ପରାଣରେ ବଳି ଦିଅ ନିଜ ପ୍ରାଣେ। ପିଲାମାନେ ଆମେ ଏହି ପଦଟିକୁ ପଢ଼ିଲେ କଣ ଶିକ୍ଷା କରିବା ବା କଣ ଜାଣିପାରିବା? ଆମେ ଜାଣିପାରିବା ପୃଥିବୀ ମାନବ ଜାତିର ଶୁଭ କର୍ମଭୁବନ ବା କର୍ମଭୂମି ଓ ଅସୁତ ଦେବତ ପରୀକ୍ଷାରେ ମଣିଷର ଜୟ। ପିଲାମାନେ ଆମେ ଜାଣିପାରିବା ଏହି ପଦଟିକୁ ପଢ଼ିଲେ ପୃଥିବୀ ମାନବ ଜାତିର ଶୁଭ କର୍ମଭୂମି ଓ ଅସୁତ ଦେବତ ପରୀକ୍ଷାରେ ମଣିଷର ବିଜୟ। ଏବେ ପିଲାମାନେ ଆମେ କଥିତ ଶବ୍ଦର ଅର୍ଥ ଜାଣିବା। ଅହମିକା গর্ব, ভুবন অর্থ পৃথিবী, চরাচর সারা সংসার। ପିଲାମାନେ ଆମେ ଏବେ କଠିନ ଶବ୍ଦର ଅର୍ଥ ଜାଣିବା। ଅହମିକା ଅର୍ଥ ଗର୍ବ ବା ଅହଙ୍କାର, ଭୁବନ ଅର୍ଥ ପୃଥିବୀ, ଚରାଚର ଅର୍ଥ ସାରା ସଂସାର। ପିଲାମାନେ ଆମେ ଏବେ ତୃତୀୟ ପଦଟିର ଭାବାର୍ଥ ଜାଣିବା। ଶୁଣ ଶୁଣ ବିଶ୍ୱବାସୀ କର ମୋର ଶୁଭ ଭୁବନ ଏଇଟି କର ମୋରେ ଶ୍ରମ ରାଶି। କବି କୁନ୍ତଳା କୁମାରୀ ସାବତ ଏ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିବା ସମଗ୍ର ମାନବ ଜାତିକୁ ବିଶ୍ୱବାସୀ ବୋଲି ସମ୍ବୋଧନ କରିଛନ୍ତି। କର ମୋର ଶୁଭ ଭୁବନ ଏଇଟି କର ମୋରେ ଶ୍ରମ ରାଶି। ଏ ପୃଥିବୀ କର୍ମର ଶୁଭ ଭୁବନ ଏବଂ ଏହି କର୍ମ ଭୁବନରେ କର୍ମ ଜନିତ କଷ୍ଟକୁ ଲାଘବ କରିବା ପାଇଁ କର୍ମକ୍ଷେତ୍ରରେ କବି କୁନ୍ତଳା କୁମାରୀ ସାବତ ସମଗ୍ର ମାନବ ଜାତିକୁ ଆହ୍ୱାନ କରିଛନ୍ତି। ଉଠ ଦେବ ତେଜେ ତେଜେ ଲାଜ ଭୟ ଅପମାନ ଅହମିକା ଅସୁତ ଦେବତ ପରୀକ୍ଷାରେ ଜୟୀ ଲଭ ବିରୋଧର ଟୀକା। କବି ସମଗ୍ର ମାନବ ଜାତିକୁ ପୁଣି କଣ କହୁଛନ୍ତି ନା, ହେ ବିଶ୍ୱବାସୀ, ତୁମେ ଲାଜ ଭୟ ଅପମାନ ଅହମିକାକୁ ତ୍ୟାଗ କର। ଦେବତାଙ୍କ ତେଜରେ ତେଜାନ ହୋଇ ତୁମେ ଏ ସମସ୍ତ ଅସୁତ ଗୁଣକୁ ପରିହାର କର ଏବଂ ଅସୁତ ଦେବତ ପରୀକ୍ଷାରେ ଜୟୀ ଲଭ ବିରୋଧର ଟୀକା। ତୁମେ ଅସୁତ
ଅସୁସ୍ଥ ଗୁଣକୁ ବା ପଶୁ ପ୍ରକୃତିକୁ ତ୍ୟାଗ କରି ଦେବ ସୁଲଭ ଗୁଣ ଧାରଣ କରି ପ୍ରସୂତ ଦେବତା ପରୀକ୍ଷାରେ ଜୟଲାଭ କରି ବୀରତର ଟୀକା ଧାରଣ କର ବା ପିନ୍ଧ। ଆଉ କଣ କର ନା ଋଣୀ କର ଭବ ରାଣେ। ତୁମେ ଯେତେବେଳେ ପ୍ରସୂତ ଦେବତା ପରୀକ୍ଷାରେ ଜୟଲାଭ କରିବ ବୀରତର ଟୀକା ପିନ୍ଧିବ ସେତେବେଳେ ଭବରାଣ ଅର୍ଥ ଈଶ୍ୱର ତୁମ ପାଖରେ ଋଣୀ ହୋଇ ପାରିବେ। ତୁମର କାର୍ଯ୍ୟ ଯଦି ଦେବସୁଲଭ ହେବ ତୁମ ପାଖରେ ଦେବତା ମଧ୍ୟ ଋଣୀ ହୋଇ ପାରିବେ। ତାଙ୍କ ରଚାଚର ପରାଣରେ ବଳି ଦିଅ ନିଜ ପ୍ରାଣୀ। ସେ ଯେଉଁ ସୁନ୍ଦର ସଂସାର ସୃଷ୍ଟି କରିଛନ୍ତି সেই ସୁନ୍ଦର ସଂସାରରେ ତୁମେ ତୁମର ମହତ କାର୍ଯ୍ୟ ସାଧନ କରି ନିଜର ପ୍ରାଣକୁ ବଳି ଦିଅ। ପିଲାମାନେ ଆମେ ଏବେ କବିତାର ଶେଷ ପଦଟିକୁ ଆବୃତ୍ତି କରିବା ଏବଂ ତାର ଭାବାର୍ଥ ଜାଣିବା। ପିଲାମାନେ ଆମେ ଏବେ ଶେଷ ପଦଟିକୁ ଆବୃତ୍ତି କରିବା ଭାବାର୍ଥ ଜାଣିବା। ଶୁଣ ଶୁଣ ଅରିନ୍ଦମ ଷଡ଼ ରିପୁଜିତ ଦେବତା ପୂଜିତ ତାରା ଦଳେ ତବ ଆସନ। ଶତ କ୍ଷତ ଶିରେ ଶୁଣିତ ଶ୍ରାବରେ ନୁହ କ୍ଲିଷ୍ଟ ନୁହ କ୍ଷୀଣ। ଶତ କଳୁଷର କଳଙ୍କ କାଳିରେ ନୁହ ହୀନ ନୁହ ଦୀନ। ବିଧାତାର ବର ପୁତ୍ର ଯୁଗାନ୍ତ ମୃତ୍ୟୁର ଛିଡ଼ାଇ ଧର ଏ ଜୀବନ ସୂତ୍ର। ପିଲାମାନେ ଆମେ ଏହି ପଦଟିକୁ ପଢ଼ିଲେ କଣ ଶିକ୍ଷା କରିବା ବା କଣ ଜାଣିପାରିବା ନା ଆମେ ଜାଣିବାକୁ ପାଇବା ମଣିଷ ଅରିନ୍ଦମ ବା ଶତ୍ରୁ ଦମନକାରୀ ଓ ମଣିଷ ବିଧାତାଙ୍କ ବର ପୁତ୍ର। ପିଲାମାନେ ଆମେ କଣ ଜାଣିବା ନା ମଣିଷ ଅରିନ୍ଦମ। ଅରିନ୍ଦମ ଅର୍ଥ ଶତ୍ରୁ ଦମନକାରୀ ଏବଂ ମଣିଷ ବିଧାତାଙ୍କ ବର ପୁତ୍ର। ଏବେ ପିଲାମାନେ ଆମେ କଠିନ ଶବ୍ଦର ଅର୍ଥ ଜାଣିବା। ଅରିନ୍ଦମ ଅର୍ଥ ଶତ୍ରୁ ଦମନକାରୀ। ଷଡ଼ ରିପୁ ଷଡ଼ ରିପୁ ମଧ୍ୟରେ କାମ କ୍ରୋଧ ଲୋଭ ମୋହ ମଦ ଏବଂ ଆଶ୍ଚର୍ଯ୍ୟ। ଅନ୍ୟତମ କହିଲେ ରଜ୍ଜୁ ରଜ୍ଜୁ ଅର୍ଥ ଦଉଡ଼ି। ପିଲାମାନେ ଆମେ ଏବେ କଠିନ ଶବ୍ଦର ଅର୍ଥ ଜାଣିବା। ଅରିନ୍ଦମ ଅର୍ଥ ଶତ୍ରୁ ଦମନକାରୀ। ଷଡ଼ରିପୁ କହିଲେ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟକୁ ବୁଝାଯାଏ ଯାହା ମଣିଷର ଅନ୍ତଃଶତ୍ରୁ। ରଜ୍ଜୁ ଅର୍ଥ ଦଉଡ଼ି। ପିଲାମାନେ ଆମେ ଏବେ ଏହି ପଦଟିର ଭାବାର୍ଥ ଜାଣିବା। ଶୁଣ ଶୁଣ ଅରିନ୍ଦମ ଷଡ଼ ରିପୁଜିତ ଦେବତା ପୂଜିତ ତାରା ଦଳେ ତବ ଆସନ। କବି କୁନ୍ତଳା କୁମାରୀ ସାବତ ସମଗ୍ର ମାନବ ଜାତିକୁ ଅରିନ୍ଦମ ବୋଲି ସମ୍ବୋଧନ କରିଛନ୍ତି। ଅରିନ୍ଦମ ଅର୍ଥ ଶତ୍ରୁ ଦମନକାରୀ। ମଣିଷ ତାର ଅନ୍ତଃ ଶତ୍ରୁକୁ ଦମନ କରିପାରୁଥିବାରୁ ମଣିଷକୁ ଅରିନ୍ଦମ ବୋଲି କୁହାଯାଏ। ଷଡ଼ ରିପୁଜିତ ଦେବତା ପୂଜିତ ତାରା ଦଳେ ତବ ଆସନ। ମଣିଷ ତାର ଅନ୍ତଃଶତ୍ରୁ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ ଆଦିକୁ ଜୟ କରିପାରୁଥିବାରୁ ତାକୁ ଷଡ଼ ରିପୁଜିତ ବୋଲି କୁହାଯାଇଛି।
ଏବଂ ଦେବତା ପୂଜିତ ମଣିଷର ଦେବସୁଲଭ କାର୍ଯ୍ୟ ଯୋଗୁଁ ସେ ଧରା ପୃଷ୍ଠରେ ଦେବ ରୂପେ ପୂଜା ପାଉଛି। ତେଣୁ ଏ ଷଡ଼ରୀ ପୂଜିତ ଏବଂ ଦେବତା ପୂଜିତ ମଣିଷର ସ୍ଥାନ କେଉଁଠାରେ ନା ତାରା ଦଳେ ତବା ସଦ। ସେ ଯେତେବେଳେ ସ୍ୱର୍ଗୀୟ କାର୍ଯ୍ୟ ବା ଦେବସୁଲଭ ଗୁଣ ବା ଦେବସୁଲଭ କାର୍ଯ୍ୟ ସମ୍ପାଦନ କରେ ସେତେବେଳେ ତାର ସ୍ଥାନ ଏ ମର୍ତ୍ୟ ଧାମରେ ନୁହେଁ ବା ପୃଥିବୀ ପୃଷ୍ଠରେ ନୁହେଁ, ତାର ସ୍ଥାନ ସ୍ୱର୍ଗରେ। ସପ୍ତ କ୍ଷତଶିରେ ସହିତ ଶ୍ରାବରେ ନୁହ କୃଷ୍ଣ ନୁହ କ୍ଷୀଣ ସତ କଳୁଷର କଳଙ୍କ କାଳିରେ ନୁହ ଦିନ ନୁହ ହୀନ ବିଧାତାର ବର ପୁତ୍ର। ଶରୀରରେ କ୍ଷତ ହୋଇ ଶିରା ପ୍ରଶିରାରୁ ରକ୍ତ ପ୍ରବାହିତ ହେଲେ ମଧ୍ୟ ଦୁର୍ବଳ ଭାବରେ ଜୀବନ ଯାପନ କରିବା ମଣିଷ ଜନ୍ମର ଅଭିପ୍ରାୟ ନୁହେଁ। ସତ କଳୁଷର କଳଙ୍କ କାଳିରେ ନୁହ ହୀନ ନୁହ ଦିନ। ଶହେ କଳଙ୍କର କାଳିମାର ଦାଗ ମଣିଷ ଶରୀରରେ ଲାଗିଲେ ମଧ୍ୟ ମଣିଷ ଦିନ ନୁହେଁ କିମ୍ବା ହୀନ ନୁହେଁ। ସେ ବିଧାତାଙ୍କ ବରପୁତ୍ର, ଏ ସୃଷ୍ଟିର ଶ୍ରେଷ୍ଠ ଜୀବ। ଯୁଗାନ୍ତ ମୃତ୍ୟୁ ରଜୁ ଛିଡ଼ାଇ ଧର ହେ ଜୀବନ ସୂତ୍ର। ଅନ୍ୟାୟ ଅଧର୍ମ ଅତ୍ୟାଚାର ଯୁଗର ଅବସାନ ଘଟାଇ ମୃତ୍ୟୁ ରୂପକ ରଜୁ ବା ଦୌଡ଼ିକୁ ଛିନ୍ନ କରି ଜୀବନ ବଞ୍ଚାଇବାର ସୂତ୍ରକୁ ଧାରଣ କରିବା ପାଇଁ କବି କୁନ୍ତଳା କୁମାରୀ ସାବତ ସମଗ୍ର ମାନବ ଜାତିକୁ ପ୍ରେରଣା ଦେଇଛନ୍ତି। ପିଲାମାନେ, ଆମେ କବିତାର ତୃତୀୟ ଏବଂ ଚତୁର୍ଥ ପଦ ଦୁଇଟିକୁ ଆବୃତ୍ତି କଲେ ଏବଂ ଭାବାର୍ଥ ଜାଣିଲେ। ଏହି ଦୁଇଟି ପଦରୁ ଆମେ କ'ଣ ଶିକ୍ଷା କଲେ ସେ ବିଷୟରେ ଜାଣିବା ପାଇଁ ଦୁଇଟି ପ୍ରଶ୍ନ ଦିଆଯିବ। ଏହି ଦୁଇଟି ପ୍ରଶ୍ନର ଉତ୍ତର ତୁମେମାନେ ନିର୍ଭୁଲ ଭାବରେ ଦେବ। ତାପରେ ଆମେ ଆଜିର କ୍ଲାସକୁ ଏଠାରେ ପରିସମାପ୍ତି ଘୋଷଣା କରିବା। ପିଲାମାନେ, ପ୍ରଥମ ପ୍ରଶ୍ନ, କବି ପୃଥିବୀକୁ କାହାର ଭୁବନ ବୋଲି କହିଛନ୍ତି? ପିଲାମାନେ, ଆମର ପ୍ରଥମ ପ୍ରଶ୍ନ, କବି ପୃଥିବୀକୁ କାହାର ଭୁବନ ବୋଲି କହିଛନ୍ତି? ଉତ୍ତର ଦେଇଥିଲେ କର୍ମର ଶୁଭ ଭୁବନ। କବି ପୃଥିବୀକୁ କର୍ମର ଶୁଭ ଭୁବନ ବୋଲି କହିଛନ୍ତି। ପିଲାମାନେ, ଆମର ଦ୍ୱିତୀୟ ପ୍ରଶ୍ନକୁ ଯିବା। ଏବେ ଆମେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ଦ୍ୱିତୀୟ ପ୍ରଶ୍ନ ହେଉଛି, କବି ଅରିନ୍ଦମ ବୋଲି କାହାକୁ କହିଛନ୍ତି? ପିଲାମାନେ, ଆମର ଦ୍ୱିତୀୟ ପ୍ରଶ୍ନ, କବି କାହାକୁ ଅରିନ୍ଦମ ବୋଲି କହିଛନ୍ତି? ଉତ୍ତରଟି ହେଉଥିଲେ କବି ମଣିଷକୁ ଅରିନ୍ଦମ ବୋଲି କହିଛନ୍ତି। ପିଲାମାନେ, ଆମର ଚାରୋଟି ପର୍ଯ୍ୟାୟ ସରିଯାଇଛି। ଏହି ଚାରୋଟି ପର୍ଯ୍ୟାୟ ସହିତ ଆମର କିଛି ପ୍ରଶ୍ନ ମଧ୍ୟ ଆଲୋଚନା ସରିଛି, ପ୍ରଶ୍ନ ଉତ୍ତର। ଆଜିର କ୍ଲାସକୁ ପିଲାମାନେ ଆଜି ଆମେ ସମାପ୍ତ ଘୋଷଣା କରିବା।